इंडियन प्रीमियर लीग 2025 ପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମାର୍ଚ୍ଚ 22ରୁ ଏହା ଆରମ୍ଭ ହେବ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଇତିମଧ୍ୟରେ ରାଜସ୍ଥାନ ରୟାଲ୍ସ କୋଚ୍ ରାହୁଲ ଦ୍ରାବିଡଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଘାତପ୍ରାପ୍ତ ଦ୍ରାବିଡ ଆଶାବାଡି ବ୍ୟବହାର କରି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ଦ୍ରାବିଡ ଆଘାତପ୍ରାପ୍ତ ହୋଇଥିଲେ। ସେ ଏବେ ବି ଠିକ୍ରେ ଚାଲିପାରୁନାହାନ୍ତି। ରାଜସ୍ଥାନ ଫ୍ରାଞ୍ଚାଇଜ୍ ଏହି ଭିଡିଓ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସେୟାର କରିଛି। ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଦ୍ରାବିଡଙ୍କ ଏହି ଉତ୍ସର୍ଗୀକୃତ ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏଥର ରାଜସ୍ଥାନ ଟିମ୍ର ନେତୃତ୍ୱ ସଞ୍ଜୁ ସାମସନ୍ କରିବେ। 2008 ସିଜନରେ ରାଜସ୍ଥାନ ଚମ୍ପିଆନ ହୋଇଥିଲା। ମାର୍ଚ୍ଚ 23ରେ ରାଜସ୍ଥାନ ତାର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ।